ମାର୍କ ତାର 4 ପର୍ବ 29 ପଦରେ ଲେଖାଯାଏ, ଶୁଣେ ପ୍ରାର୍ଥନା ଓ ଉପବାସ ବିନା ଆଉ କାହିଁରେ ଏ ପ୍ରକାର ଭୂତ ଛାଡ଼ି ଯାଇ ପାରେ ନାହିଁ। ଆପଣମାନେ ବି ପଢନ୍ତୁ ମାର୍କ 4 ପର୍ବ 29 ପଦ। ମୁଁ ପଢି ସାରିଛି, କିଛି ଅସୁବିଧା ନାହିଁ। ତ ଏହା ଏପରି ଏକ ସନ୍ଦର୍ଭରେ କୁହାଯାଇଥିଲା ଯେତେବେଳେ ଯୀଶୁଙ୍କର ଶିଷ୍ୟମାନେ ଆଉ ଜଣେ ଭୂତଗ୍ରସ୍ତକୁ ଆଉ ଶିଷ୍ୟମାନଙ୍କ ପାଖରେ ଆଣିଥିଲେ ଆଉ ତାର ସୁସ୍ଥତା ନିମନ୍ତେ ପ୍ରାର୍ଥନା ଚାହିଁଥିଲେ। ଆଉ ସେତେବେଳେ ଆଉ ଶିଷ୍ୟମାନେ ଚେଷ୍ଟା କରି ସୁଦ୍ଧା ତାହା କରିପାରିନଥିଲେ। ସେ ସମୟରେ ପ୍ରଭୁ ଯୀଶୁ ଆଉ ଶିଷ୍ୟମାନଙ୍କ ଉପରେ ଟିକେ ବିରକ୍ତ ହେଇଥିଲେ, ବିରକ୍ତ ପ୍ରକାଶ କରିଥିଲେ। ତତ୍ ସହିତ ସେ ଏଇ ଏକ ବିଷୟ ମାର୍କର 4 ପର୍ବରେ କହିଥିଲେ, ପ୍ରାର୍ଥନା ଓ ଉପବାସ ବିନା ଆଉ କାହିଁରେ ଏ ପ୍ରକାର ଭୂତ ଛାଡ଼ି ଯାଇପାରେ ନାହିଁ। ଏହା ତ ଭୂତ ବିଷୟ ବା ରୋଗ ବିଷୟ କୁହାଯାଇଅଛି, କିନ୍ତୁ ଆମମାନେ ଆଜି ଦେଖିବା ବାଇବେଲ ମଧ୍ୟରେ ଉପବାସ ବିଷୟରେ କଣ କୁହାଯାଇଅଛି, ଆଉ କେଉଁମାନେ ସବୁ ଉପବାସ ପ୍ରାର୍ଥନା କରିଥିଲେ ଆଉ ପ୍ରଭୁ ସେମାନଙ୍କୁ ଉପବାସ ବିଷୟ ଆମେ ଯଦି ଦେଖିବା, ତାହେଲେ ଉପବାସ ବିଷୟ ଯଦି ଚିନ୍ତା କରିବା, ଏଇ ପ୍ରାର୍ଥନା ଉପବାସ ପ୍ରାର୍ଥନା ଦ୍ଵାରା ଆମେ କଣ ସବୁ ପ୍ରାପ୍ତ ହୋଇଥାଉ। ମୁଁ ଯାହା ଲିଷ୍ଟ କରିଛି ତା ମଧ୍ୟରେ ଉପବାସ ପ୍ରାର୍ଥନା ଦ୍ଵାରା ବାଇବେଲ କହେ ଉପବାସ ପ୍ରାର୍ଥନା ଦ୍ଵାରା ଆମେ ଶକ୍ତି ପ୍ରାପ୍ତ ହୋଇଥାଉ। ଯାହା ଆମେ ଯଦି ତାର ଉଦାହରଣ ଦେଖିବା ସ୍ୱୟଂ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଆମେ ଯଦି ପଢିବା, ତାହେଲେ ଆମେ ତାହା ପାଇପାରିବା। ଆଉ ସେଇ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଯଦି ଆମେ ଦେଖିବା, ତାହେଲେ ଆମେମାନେ ପଢିବା ଲୁକ ପୁସ୍ତକ ତାର 2 ପର୍ବରୁ ପଢନ୍ତୁ। 2 ପର୍ବର ଲୁକ ପୁସ୍ତକ ତାର 2 ପର୍ବର 1ରୁ ପଢି ଯାଆନ୍ତୁ ଟିକେ। ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ ସୁରିଆର ଶାସନକର୍ତ୍ତା କ୍ୱିରିନିଓଙ୍କ ସମୟରେ ଥର ଏହି ନାମ ଲେଖା ହୋଇଥିଲା। ସେଥି ନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଯାଉଥିଲେ। ଟିକେ ରହିଯାଆନ୍ତୁ, ଜଏନ୍ କର। ଆପଣ ପଢନ୍ତୁ ଲୁକ ପୁସ୍ତକ 4 ପର୍ବ 1 ପଦ ଆଉ 2 ପଦ ପଢନ୍ତୁ। 4 ପର୍ବ 1 ପଦ ଆଉ 2 ପଦ। ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଜର୍ଦ୍ଦାନରୁ ବାହୁଡ଼ିଲେ ଏବଂ 40 ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୈତାନଙ୍କ ପରୀକ୍ଷିତ ହେଉଥିଲେ। ସେହି ସମସ୍ତ ଦିନ ସେ କିଛି ଭୋଜନ କଲେ ନାହିଁ, ଆଉ ସେହି ସବୁ ଦିନ ଶେଷ ହୁଅନ୍ତେ ସେ କ୍ଷୁଧିତ ହେଲେ। ଆମେନ୍। ତ ଆମେ ଦେଖିବା ଦେଖୁଛୁ ପଢିଲୁ ଯେ ଯୀଶୁ ଖ୍ରୀଷ୍ଟ ଯେତେବେଳେ ବାପ୍ତିସ୍ମ ନେଲେ, ସେ ଜର୍ଦ୍ଦାନ ନଦୀରେ ସେ ଯୋହନ ବାପ୍ତିସ୍ମକ ଯୋହନଙ୍କ ଠାରୁ ବାପ୍ତିସ୍ମ ନେବା ପରେ ଆଉ ପ୍ରଭୁ ଯୀଶୁଙ୍କର ପବିତ୍ର ଆତ୍ମା ଶକ୍ତି ତାଙ୍କ ଉପରେ ଶକ୍ତି କପତ ରୂପେ ଆସିଲା, ଆଉ ଏକ ସ୍ୱର୍ଗରୁ ବାଣୀ ମଧ୍ୟ ହେଲା, ଏ ଆମର ପ୍ରିୟ ପୁତ୍ର, ଏହାଙ୍କ ଠାରେ ଆମର ପରମ ସନ୍ତୋଷ ଅଛି। ସେ ବାପ୍ତିସ୍ମ ନେବା ପରେ ସେ ତାଙ୍କର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସେ ଯୋଉ ଉଦ୍ଦେଶ୍ୟରେ ଆସିଥିଲେ, ମନୁଷ୍ୟ ମାନଙ୍କର ପରିତ୍ରାଣର ଉଦ୍ଧାର ନିମନ୍ତେ ସେହି ସେବା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସେ ପରୀକ୍ଷିତ ହୋଇଥିଲେ ବାପ୍ତିସ୍ମ ନେବା ପରେ। ଆଉ ତାପରେ ସେ 40 ଦିନ 40 ରାତ୍ରି ସେ ଉପବାସ ରେ ରହିଥିଲେ। ଆଉ ଉପବାସ ରହିବା ପରେ ସେ ଶୈତାନ ଦ୍ୱାରା ପରୀକ୍ଷିତ ହେଇଥିଲେ। ଶୈତାନ ଦ୍ୱାରା ପରୀକ୍ଷିତ ହବା ପରେ ସେ ଯେହେତୁ ଈଶ୍ୱରଙ୍କ ପୁତ୍ର, ଆଉ ସେ ବାକ୍ୟ ଦ୍ୱାରା ଶୈତାନକୁ ତାର ପ୍ରତ୍ୟୁତ୍ତର ଦେଇକି ସେଥିରେ ଜୟୀ ହେଇ
ପରବର୍ତ୍ତୀ ସମୟରେ ସେ ତାଙ୍କର ସେବା କାର୍ଯ୍ୟ ଆରମ୍ଭ କରିଥିଲେ। ଅର୍ଥାତ୍ ଆମମାନେ ଯେକୌଣସି ବିଷୟ ଆମେ ଆରମ୍ଭ କରିବା ପୂର୍ବରୁ ଆମମାନେ ପ୍ରାର୍ଥନା କରିବା ଆବଶ୍ୟକ। ଆଉ ଯଦି ଆବଶ୍ୟକ ପଡେ ତାହେଲେ ଉପବାସ ପ୍ରାର୍ଥନା ମଧ୍ୟ କରିବା ଆବଶ୍ୟକ। ଆମମାନେ ଜାଣୁ ଏ ଦିନ ମାନଙ୍କରେ ଅନେକ ଆମମାନେ ପ୍ରାର୍ଥନା କରୁଅଛୁ, ଆଉ ପରିବାର ମଧ୍ୟରେ କିଛି ସଂକଟ କିମ୍ବା କୌଣସି ପ୍ରକାର ପରିସ୍ଥିତି ଆସିଲେ ଆମମାନେ ପ୍ରାର୍ଥନା ସହିତ ଉପବାସ ପ୍ରାର୍ଥନା ମଧ୍ୟ କରିବାକୁ ଆମମାନେ ଆଉ ସେହିପରି ପ୍ରଭୁ ଯୀଶୁ ତାଙ୍କର ସେବା କାର୍ଯ୍ୟ ଆରମ୍ଭ ପୂର୍ବରୁ 40 ଦିନ ଆଉ 40 ରାତିରେ ସେ ଉପବାସ କରିଥିଲେ। ଆଉ ତଦ୍ୱାରା ପ୍ରଭୁ ତାଙ୍କର ସେ ଶକ୍ତିକୁ ପ୍ରାପ୍ତ ହୋଇ ପ୍ରଭୁ ସେ ତାଙ୍କର ସେବା କାର୍ଯ୍ୟରେ ସଫଳ ପାଇଥିଲେ। ଆଉ ଯଦି ଆମମାନେ ଦେଖିବା ଦ୍ୱିତୀୟ ବିଷୟ ରହିଛି ଆଉ ଗୋଟେ ଆମେ ଯଦି ମଶାଙ୍କୁ ମଧ୍ୟ ଦେଖିବା, ମଶାଙ୍କ ବିଷୟରେ ମଧ୍ୟ ଦେଖିବା ଯଦି, ଆଉ ମଶା ମଧ୍ୟ ଯେତେବେଳେ ଇସ୍ରାଏଲ ଲୋକମାନଙ୍କୁ ମିଶର ଦେଶରୁ କଢେଇକି ଆଣୁଥିଲେ, ସେଇ ସମୟରେ ଆଉ ଯେତେବେଳେ ଲୋକମାନଙ୍କୁ କଢେଇ ନେବା ସମୟରେ ସେ ସଦାପ୍ରଭୁଙ୍କ ନିକଟରେ ଯାଇକି ତାଙ୍କୁ ସାକ୍ଷାତ କଲେ। ସେଠାରେ ମଧ୍ୟ ସେ 40 ଦିନ ଆଉ 40 ରାତ୍ରି ସେ ପ୍ରଭୁ ଯୀଶୁଙ୍କ ପରମେଶ୍ୱରଙ୍କ ନିକଟରେ ରହିଲେ, ତାହାଙ୍କର ଦର୍ଶନ ତାହାଙ୍କର ପାଖରେ ରହିଥିଲେ। ଆଉ ସେଇ ସମୟରେ ତାଙ୍କର ମୁଖ ଉଜ୍ଜଳ ହେଇଥିଲା, ଆଉ ସେ ମଧ୍ୟ କିଛି 10 ଆଜ୍ଞାର ଫଳକୁ ନେଇକି ସେଠାରୁ ଆସିଥିଲେ। ତ ଉପବାସ ପ୍ରାର୍ଥନାର ଆବଶ୍ୟକତା ଆମମାନଙ୍କ ପାଇଁ ରହିଅଛି। ଦ୍ଵିତୀୟତଃ ଆମମାନେ ଯଦି ଦେଖିବା, ଉପବାସ ପ୍ରାର୍ଥନା ଦ୍ଵାରା ପାପ କ୍ଷମା ହୋଇଥାଏ। ଆଉ ଯଦି ଏହି ବିଷୟରେ ଯଦି ଆମମାନେ ଦେଖିବା, ତାହେଲେ ଆମମାନେ ନିନିବି ନଗର ବା ଜୁନସ ପୁସ୍ତକରୁ ଆମେ ତାହା ପାଇପାରିବା। ଆଉ ଆମେ ଯଦି ଜୁନସ ପୁସ୍ତକରେ ପଢିବା, ଜୁନସ ପୁସ୍ତକର ତାର 2 ପର୍ବରୁ ଜୁନସ ପୁସ୍ତକ ତାର ଜୁନସ ପୁସ୍ତକର ତାର 2 ପର୍ବ 2 ପଦ ପଢନ୍ତୁ। ଆଉ ସେ କହିଲେ, ମୁଁ ଆପଣ ଦୁଃଖ ସକାଶୁ ସଦା ପ୍ରଭୁଙ୍କୁ ଡାକିଲି। ତହିଁରେ ସେ ମୋତେ ଉତ୍ତର ଦେଲେ। ମୁଁ ପାତାଳର ଉତ୍ତରରୁ ପ୍ରାର୍ଥନା କରି ତୁମ୍ଭେ ମୋହର ରୋବ ଶୁଣିଲ। କାରଣ ତୁମ୍ଭେ ସମୁଦ୍ର ଗର୍ଭର ଗଭୀର ଜଳରେ ମୋତେ ନିକ୍ଷେପ କଲ। ତହିଁରେ ସ୍ରୋତ ମୋତେ ଚାରିଆଡ଼େ ଘେରିଲା। ତୁମ୍ଭର ଢେଉ ଓ ତରଙ୍ଗ ସବୁ ମୋ ଉପରେ ଦେଇଗଲା। 10 ପଦ ପଢନ୍ତୁ। ଏଥିରେ 2 ସଦା ପର୍ବ ପ୍ରଭୁ ସେହି ମତ୍ସ୍ୟକୁ ଆଜ୍ଞା କରନ୍ତେ ସେ ଜୁନସଙ୍କୁ ଶୁଣ ଭୂମିରେ ଉଦ୍ଧାର କଲା। ଆମମାନେ ସମସ୍ତେ ଜୁନସ ପୁସ୍ତକର ଏଇ କାହାଣୀକୁ ଆମମାନେ ସମସ୍ତେ ଜାଣିଛୁ, ଏ ବିଷୟବସ୍ତୁକୁ ଆମମାନେ ସମସ୍ତେ ଜାଣିଅଛୁ ଯେ ଯେତେବେଳେ ପ୍ରଭୁ ପରମେଶ୍ୱର ଜୁନସ ଭାବବାଦୀଙ୍କୁ ନିନିବି ନଗରର ପ୍ରେରଣ କରିବା ନିମନ୍ତେ ଆଦେଶ ଦେଇଥିଲେ, ସେତେବେଳେ ସେ ନିନିବି ନଗରକୁ ନ ଯାଇ ସେ ତର୍ଷିସ ନଗରକୁ ପଳେଇଥିଲେ। ଈଶ୍ୱରଙ୍କର ଆଜ୍ଞାର ଅବମାନନା କରି ସେ ଅନ୍ୟତ୍ର ତର୍ଷିସ ନଗରକୁ ପଳେଇଥିଲେ। ଆଉ ସେ ଯିବା ସମୟରେ, ସେ ସମୁଦ୍ର ଯାତ୍ରା ଦେଇ ଯିବା ସମୟରେ ଆଉ ସମୁଦ୍ର ମଧ୍ୟରେ ଏପରି ଏକ ଝଡ ଆସିଥିଲା, ଆଉ ଯୋ ଦ୍ୱାରା ସେମାନେ ସେଥିରୁ ରକ୍ଷା ପାଇବା ନିମନ୍ତେ ଯେତେବେଳେ ସେଠିକାର ନାବିକ ମାନେ କଥାବାର୍ତ୍ତା କଲେ ଆଉ ଗୁଲି ବାଣ୍ଟ ମଧ୍ୟ କଲେ, ତାହା ଦ୍ୱାରା ଏ ପ୍ରକାର ସଙ୍କଟ ଆସୁଅଛି। ସେତେବେଳେ ଜୁନସଙ୍କ ବିଷୟ ପାପକୁ ସ୍ୱୀକାର ମଧ୍ୟ କଲେ, ଆଉ ମତେ ସମୁଦ୍ରରେ ପକେଇ ଦିଅ ମୋ ପାଇଁ, ଆଉ ତମେ ସମସ୍ତେ ବିନଷ୍ଟ କାହିଁକି ହବ। ଏଥିପାଇଁ ସେ ନିଜକୁ ସମୁଦ୍ରରେ ନିକ୍ଷେପ କରିବା ନିମନ୍ତେ ସେଇ ନାବିକ ମାନଙ୍କୁ କହିଥିଲେ। ତତ୍ପରେ ନାବିକ ମାନେ ତାଙ୍କୁ ସେଇ ସମୁଦ୍ର ମଧ୍ୟରେ ନିକ୍ଷିପ୍ତ କଲେ। ଆଉ ସମୁଦ୍ର ମଧ୍ୟରେ ଯେତେବେଳେ ସେ ପଡିଲେ, ସେଇ ସମୟରେ ସଦାପ୍ରଭୁଙ୍କର ଯୋଜନା କ୍ରମେ ଏକ ବହୁତ ବଡ ମାଛ ତାଙ୍କୁ ଆସିକି ଗିଳିଥିଲା।
ଗ୍ରାସ କରିଥିଲା, କିଣି ଦେଇଥିଲା। ଆଉ ସେ ଜୁନସ ଆଉ ସେଇ ମାଛ ଗର୍ଭରେ ଆଉ ଯେତେବେଳେ ଥିଲେ ସେଇ ସମୟରେ 3 ଦିନ 3 ରାତିରେ ସେଠାରେ ରହି ସେ ନିଜକୁ ନମ୍ର କରିକି ନିଜକୁ ଦିନ କରି ନିଜର ଭୁଲକୁ ସେ ମାନିକି ପ୍ରଭୁଙ୍କ ଠାରେ ଶରଣାଗତ ହୋଇଥିଲେ। ଆଉ ସେଠି ରହିକି ସେ ପ୍ରାର୍ଥନା କରିଥିଲେ, ଯେ ନିଜର ଭୁଲକୁ ବୁଝିଥିଲେ ଆଉ ନିଜକୁ ସମର୍ପଣ ମଧ୍ୟ କରିଥିଲେ। ଆଉ ତାଙ୍କର ପ୍ରାର୍ଥନା, ସେଇ ପ୍ରାର୍ଥନାକୁ ପରମେଶ୍ୱର ଶୁଣିଥିଲେ ଆଉ ତାଙ୍କର ଯାହା ସେ ଅବାଧ୍ୟତା କରିଥିଲେ ସେ ପାପକୁ ମଧ୍ୟ ସେ କ୍ଷମା ଦେଇକରି ମତ୍ସ୍ୟକୁ ଆଦେଶ ଦେବା ମାତ୍ରେ ମତ୍ସ୍ୟ କୂଳରେ ଆଣିକି ତାଙ୍କୁ ଏକ ଶୁଷ୍କ ଭୂମିରେ ତାଙ୍କୁ ଉଦ୍ଗାର କରିଥିଲା, ଯଦ୍ୱାରା ସେ ପୁନର୍ଜୀବନ ପାଇଥିଲେ। ଆଉ ମାଛ ଯଦି ଗିଳିଦବ କିମ୍ବା ଖାଇଦବ ତାହେଲେ କୌଣସି ଜୀବଜନ୍ତୁ ମନୁଷ୍ୟକୁ ଗ୍ରାସ କଲା ପରେ କୌଣସି ଜିଅନ୍ତା ବାହାରିବାର ସମ୍ଭାବନା ଅଛି କି ନାହିଁ? ତାହା କେବେ ବି ଆମେ ଶୁଣିନୁ ଯେ ଗୋଟେ ପଶୁ ଆଉ ଗୋଟେ ପଶୁକୁ ଖାଇଲା କିମ୍ବା ଯିଏ ବି ଖାଇକି ତାପରେ ଆଉ ଥରେ ଜିଅନ୍ତା ତାକୁ ବାହାର କରିଛି, ସେମିତି କେବେ ଆମେ ଶୁଣି ନାହୁଁ, କୌଣସି ଇତିହାସ ପୁସ୍ତକରେ ନାହିଁ ତାହା। କିନ୍ତୁ ପ୍ରଭୁଙ୍କର ଇଚ୍ଛା ଯୋଜନା ଆଉ ତାଙ୍କର କାର୍ଯ୍ୟ ଅତି ମହତ୍। ଆଉ ସେ ସେଇ ପ୍ରକାରେ ତାଙ୍କୁ ଦଣ୍ଡାଜ୍ଞା ଦେଇଥିଲେ ସତ, କିନ୍ତୁ ସେ କ୍ଷମା ମଧ୍ୟ ଦେଇଥିଲେ, ପାପରୁ କ୍ଷମା ମଧ୍ୟ ଦେଇଥିଲେ, କାରଣ ସେ ସଦାପ୍ରଭୁ ପରମେଶ୍ୱର ଆମମାନଙ୍କର ଦୟାଳୁ ପରମେଶ୍ୱର ଅଟନ୍ତି। ତଦ୍ୱାରା ଜୁନସ ପୁନରୁଜ୍ଜୀବନ ପାଇ ପୁନର୍ବାର ପ୍ରଭୁଙ୍କର କାର୍ଯ୍ୟ ନିମନ୍ତେ ସେ କଣ କରିଥିଲେ? ଆଗକୁ ଯାତ୍ରା କରିଥିଲେ, ସେ ନିନିବେ ନଗରକୁ ଯାତ୍ରା କରିଥିଲେ। ତ ଯଦି ଆମେ ଆଉ ଗୋଟେ ଦେଖିବା ପାପ କ୍ଷମା ବିଷୟରେ, ବହୁତ ବଡ ପାପର କ୍ଷମା ହେଇଥିଲା। କାହାର? ନିନିବେ ନଗରବାସୀଙ୍କର। ଆଉ ନିନିବେ ଲେଖା ଅଛି, ନିନିବେ ନଗରରେ 1,20,000ରୁ ଅଧିକ ଲୋକ ସେଠାରେ ବାସ କରୁଥିଲେ। ଆଉ ତା ବିଷୟରେ ଯଦି ଆମେ ପଢିବା, ଅଳ୍ପ ଟିକେ ଆମେ ପଢିବା, ଆଉ ସେ ଏସ୍ତର ପୁସ୍ତକରୁ ଆମେ ଯଦି ପଢିବା, ତାର 3 ପର୍ବ ପଢନ୍ତୁ, 3 ପର୍ବ 14 ପଦ ପଢନ୍ତୁ। ସରି, 3 ପର୍ବ ଜୁନସ ପୁସ୍ତକର ତାର 3 ପର୍ବ 5 ପଦ ପଢନ୍ତୁ। ତହିଁରେ ନିନିବିର ଲୋକମାନେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଛୋଟ ବସ୍ତ୍ର ପିନ୍ଧିଲେ। ଆମେ ଯଦି ଦେଖିବା ଜୁନସ 3 ପର୍ବ 5 ପଦ 4 ପଦ ଟିକେ ପଢନ୍ତୁ। 3 ପର୍ବ 4 ପୁଣି ପଦ। ଜୁନସ ନଗରରେ ପ୍ରବେଶ କରିବାର ଆରମ୍ଭ କରି 1 ଦିନର ପଥ ଯାଇ ଉଚ୍ଚ ସ୍ୱରରେ ଘୋଷଣା କରି କହିଲେ, ଯଥା ଆଉ 40 ଦିନ ଗତ ହେଲେ ନିନିବି ଉତ୍ପାଟିତ ହେବ। ଆମେ ଏଠି ଦେଖୁଛୁ, ଆଉ ପରମେଶ୍ୱର କଣ ଘୋଷଣା କରିବାକୁ କହିଥିଲେ? ସେ ନିନିବେ ନଗରକୁ ଯାଇକି ଜୁନସ କଣ ଘୋଷଣା କରିଥିଲେ? ଆଉ ନିନିବେ ନଗରଟା 3 ଦିନର ପଥ, ଏତେ ବଡ, ମାନେ ଚାଲି ଚାଲିକି ଯଦି ଆମେ 3 ଦିନ ଚାଲିବା, ତାହେଲେ ଯେତେ ରାସ୍ତା ଆମେ ଚାଲିବା ସେତେ ବଡ ସେଇ ସହରଟା, ବହୁତ ଲୋକ ସେଠାରେ ବାସ କରନ୍ତି, କିନ୍ତୁ ସମସ୍ତେ ବହୁତ ପାପ କରୁଥିଲେ। ଆଉ ପ୍ରଭୁଙ୍କର ସମସ୍ତ ମାନେ ପ୍ରଭୁଙ୍କର ବିରୁଦ୍ଧ ସମସ୍ତ କାର୍ଯ୍ୟ ଗୁଡାକ ସେମାନେ କରୁଥିଲେ। ଆଉ ସେଇ ସମୟରେ ଯେତେବେଳେ ପ୍ରଭୁ ଦେଖିଲେ ଯେ ନିନିବେ ନଗରବାସୀ ଏତେ ପାପରେ ପତିତ ହୋଇଅଛନ୍ତି, ତ ତାଙ୍କୁ ବିନଷ୍ଟ କରିବାକୁ ଇଚ୍ଛା କଲେ ସତ, କିନ୍ତୁ ଉଦ୍ଧାର କରିବା ପାଇଁ ସେ ମଧ୍ୟ ମନସ୍ଥ କରି ସେ କଣ କରିଥିଲେ? ଆଉ ଜୁନସଙ୍କୁ ସେଠାରେ ପ୍ରେରଣ କରିଥିଲେ। ଆଉ ଜୁନସ ଯେତେବେଳେ ସେ 3 ପର୍ବ 4 ପଦରେ ଘୋଷଣା କଲେ ଯେ 40 ଦିନ ପରେ ତୁମେ ଗୋଟିଏ ଘୋଷଣା କର, ଆଉ 40 ଦିନ ପରେ ନିନିବେ ନଗର ଧ୍ୱଂସ କରାଯିବ, ବିନଷ୍ଟ ହେବ। ଆଉ ସେତେବେଳେ ଏଇ ବିଷୟ ଘୋଷଣା କରାଗଲା, ସେତେବେଳେ ଲୋକମାନେ ପ୍ରଥମେ ମୁଁ ଦେଖିଛି ତାର ମୁଭିଟା, ପ୍ରଥମ ଦିନ 2 ଦିନ ସେ କିଛି ଲୋକମାନେ ରିଆକ୍ସନ କଲେ ନାହିଁ, କିନ୍ତୁ କିଛି ଦିନ ପର୍ଯ୍ୟନ୍ତ ସେ ତାହାକୁ ଘୋଷଣା କରିବା ପରେ ଲୋକମାନେ ସେ ବିଷୟ ପ୍ରତି ମନୋଯୋଗୀ ହେଲେ। ଆଉ ସେମାନେ ଜାଣିଲେ, ହଁ ଆମର ଆମେ 40 ଦିନ ପରେ ଆମେ ବିନଷ୍ଟ ହେଇଯିବୁ। ଏହା ଭାବିକିରି ସେମାନେ ମନରେ ପ୍ରଭୁ ଭୟ ଆସିଲା। ଆଉ ସେମାନେ କଣ କଲେ? ପ୍ରଥମେ ଉପବାସ ପ୍ରାର୍ଥନା କରିବା ପାଇଁ ସେମାନେ ଇଚ୍ଛା କଲେ। ଖାଲି ପ୍ରାର୍ଥନା କରିନାହାନ୍ତି, ସେମାନେ ସାଙ୍ଗେ ସାଙ୍ଗେ ଆମେ 3 ପର୍ବର 5 ପଦ ଦେଖୁଛୁ, ସେମାନେ ଉପବାସ ପ୍ରାର୍ଥନା ଘୋଷଣା କଲେ। 6 ପଦଟି ପଢି ଦିଅନ୍ତୁ।
ଅନନ୍ତର ଏହି ସବୁ ଅନନ୍ତର ଏହି ସବୁ ବାର୍ତ୍ତା ନିନିବି ରାଜା ନିକଟରେ ଉପସ୍ଥିତ ହୁଅନ୍ତେ ସେ ଆପଣା ସିଂହାସନରୁ ଉଠିଲା ଓ ଆପଣାର ବସ୍ତ୍ର କାଢି ଚଟ ପିନ୍ଧି ଭସ୍ମରେ ବସିଲା। ଆମେନ୍। ଆମେନ୍। କେବଳ ଯେ ଗ୍ରାମବାସୀ ନୁହଁ ବା ସହରବାସୀ ନୁହଁ, ଆଉ ସେମାନେ ଆଉ ସମସ୍ତେ ଇଭେନ୍ ରାଜା ମଧ୍ୟ ଯେତେବେଳେ ତାଙ୍କ କର୍ଣ୍ଣକୁ ଏ କଥାଟା ଗଲା ଯେ ଏ 40 ଦିନ ପରେ ଧ୍ୱଂସ ହେଇଯିବ, ଆଉ ସେତେବେଳେ ସିଏ ମଧ୍ୟ ଈଶ୍ୱରଙ୍କର ଶରଣାଗତ ହୋଇ ସିଏ ମଧ୍ୟ ଉପବାସ ପ୍ରାର୍ଥନା କରିବା ପାଇଁ ଇଚ୍ଛା କରିଥିଲା। ଆଉ ସେ ସମୟରେ କଣ ହେଇଛି, ସମସ୍ତେ ମିଶିକି ସେମାନେ ଆଉ ପ୍ରାର୍ଥନା ଆରମ୍ଭ କରିଥିଲେ। ସମସ୍ତ ଏଇଟା ଯଦି ଆମେ ଦେଖିବା ପଢିବା, ଆଉ ସମୟ ବହୁତ କମ ଅଛି, ତ ଦେଖିବା ପଢିବା ଯଦି ଏଇ ଜୁନସ ପୁସ୍ତକ ଛୋଟ ଅଛି, 4ଟି ପଦ 4ଟି ପର୍ବ ରହିଛି। ଆଉ ତାରି ଭିତରେ ଲିଖିତ ଅଛି ଯେ ସେଇ ଗ୍ରାମବାସୀ ଆଉ ଯେତେ ସବୁ ପଶୁମାନେ ମଧ୍ୟ ସେମାନେ ଉପବାସ ପ୍ରାର୍ଥନା କରିଥିଲେ 3 ଦିନ ପର୍ଯ୍ୟନ୍ତ। ନା ତ କିଛି ଖାଦ୍ୟ ଗ୍ରହଣ କରିଥିଲେ, ନା ଜଳପାନ କରିଥିଲେ। ଲେଖା ଅଛି କିଛି ବି ସେମାନେ ଖାଇ ନଥିଲେ, ନିର୍ଜଳ ଉପବାସ ସେମାନେ କରିଥିଲେ। ଆଉ ତାପରେ ଆମେ ଯଦି ଦେଖିବା ପଢିବା 9 ଆଉ 10 ପଢନ୍ତୁ, 3 ପର୍ବର 9 ଆଉ 10 ପଦ। କେଜାଣି ପରମେଶ୍ୱର ଫେରି ଦୁଃଖିତ ହୋଇ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେବେ, ତହିଁରେ ଆମ୍ଭେମାନେ ବିନଷ୍ଟ ନହିବା। ତହୁ ସେମାନେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କର ଏହି କର୍ମ ପରମେଶ୍ୱର ଦେଖିଲେ। ପୁଣି ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ୱର ତତ୍ ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ। ଆମେନ୍। ଆମେନ୍ ଆମେନ୍ ଆମେନ୍। ଆମମାନଙ୍କର ପରମେଶ୍ୱର ମହାନ ପରମେଶ୍ୱର। ଆମମାନଙ୍କର ପରମେଶ୍ୱର ମହାନ ପରମେଶ୍ୱର। ଯେତେବେଳେ ଆମମାନେ ପ୍ରାର୍ଥନା କରିଥାଉ ଉପବାସର ସହିତ ପ୍ରଭୁଙ୍କ ଠାରେ ମନୋଯୋଗୀ ହୋଇ ପ୍ରାର୍ଥନା କରିଥାଉ, ସେଇ ସମୟରେ ପ୍ରଭୁ ଶୁଣନ୍ତି ପ୍ରାର୍ଥନା। ଆଉ ସେତେବେଳେ ଏଇ ନିନିବି ନଗର ବାସୀ ଯାହାକୁ କୁହାଯାଏ, ସେମାନେ ବାମ ଆଉ ଡାହାଣ ବିଷୟରେ ମଧ୍ୟ ଜାଣନ୍ତି ନାହିଁ, ତାର ପ୍ରଭେଦ ଜାଣନ୍ତି ନାହିଁ। 1,20,000 ଉର୍ଦ୍ଧ୍ୱ ଲୋକ, ଶେଷ ପଦରେ ଲେଖା ହେଇଛି, 4 ପଦର ଶେଷ ପଦ ଆଡକୁ, 4 ପର୍ବର ଶେଷ ପଦ ଆଡୁ ଲେଖା ହେଇଛି 1,20,000 ଉର୍ଦ୍ଧ୍ୱ ଲୋକ ସେମାନେ ବିନଷ୍ଟ ହବାରୁ ଆଉ ପ୍ରଭୁ ସେମାନଙ୍କୁ ପ୍ରାର୍ଥନା, ଉପବାସ ପ୍ରାର୍ଥନା, କେବଳ ଯେ ଉପବାସ ପ୍ରାର୍ଥନା କରିନଥିଲେ, ସେମାନେ ନିଜ ନିଜର ପାପରୁ ମଧ୍ୟ ଫେରିଥିଲେ। ଏଣୁ ପ୍ରଭୁ ସେମାନଙ୍କ ପ୍ରତି ଦୟା ବହି ସେମାନଙ୍କୁ କ୍ଷମା ଦେଇଥିଲେ। ଆଉ ଏ ନିନିବି ନଗର ବିନଷ୍ଟ ହେଇନଥିଲା, ବିନଷ୍ଟ କରିନଥିଲେ, ସେ ରକ୍ଷା କରିଥିଲେ। ଏ ପ୍ରକାର ଆମମାନଙ୍କର ପ୍ରଭୁ କ୍ଷମା କାରୀ ପରମେଶ୍ୱର ଏବଂ ଆମଙ୍କ ରକ୍ଷାକାରୀ ପରମେଶ୍ୱର ମଧ୍ୟ ଅଟନ୍ତି। ଯଦି ସେମାନେ ପାପରେ ଥାନ୍ତେ, ନିଶ୍ଚୟ ପରମେଶ୍ୱର ସେମାନଙ୍କୁ ବିନଷ୍ଟ କରନ୍ତେ, କିମ୍ବା ସେମାନେ ପରେ ସେ ଅନନ୍ତ ଅଗ୍ନି ନର୍କ କୁଣ୍ଡରେ ସେମାନେ ନିକ୍ଷିପ୍ତ ହେଇଥାନ୍ତେ। କିନ୍ତୁ ପ୍ରଭୁ ରକ୍ଷା କରିବା ପରମେଶ୍ୱର, ପ୍ରଭୁଙ୍କ ନାମରେ ଧନ୍ୟବାଦ। ଆମେ ଆଉ ଏକ ବିଷୟ ଦେଖିବା ଯେ ଆମେ ଦେଖିବା ଯେ ଉପବାସ ଦ୍ଵାରା ପ୍ରଭୁ ସଂକଟରୁ ମଧ୍ୟ ଆମକୁ ରକ୍ଷା କରିଥାନ୍ତି। ଆଉ ଏଥିରେ ଏଇ ବିଷୟ ଆମେ ଯଦି ଦେଖିବା, ଆମେ ଏଷ୍ଟରଙ୍କ ବିଷୟରେ ଆମେ ଜାଣିଛୁ, ସମସ୍ତେ ଜାଣିଛୁ, ବହୁତ ଭଲ ଭାବରେ ମଧ୍ୟ ଜାଣିଛୁ। ଆଉ ଯୋଉମାନେ ନୂଆ ବିଶ୍ୱାସୀ ସେମାନେ ଅଳ୍ପ ଅଳ୍ପ ମଧ୍ୟ ଜାଣିଛନ୍ତି। ଆଉ ଏଷ୍ଟରଙ୍କର ବହୁତ ସୁନ୍ଦର ଏ ବିଷୟରେ ଲେଖା ହେଇଛି। ଆଉ 10ଟି ପର୍ବ ରହିଛି, କିନ୍ତୁ ମୁଁ ଯେତେବେଳେ ସେଇଟା ପଢିବା ଆରମ୍ଭ କଲି, ଆଉ ପୁରା 10 ପର୍ବ ଯାଏ କମ୍ପ୍ଲିଟ ନ ହବା ଯାଏ ମୁଁ ଉଠି ପାରିଲି ନାହିଁ। ଏତେ ସୁନ୍ଦର ବିଷୟ ସେଠି ଲେଖା ହେଇଛି ଉପବାସ ପ୍ରାର୍ଥନା ବିଷୟରେ। ଆଉ ଏଇ ବିଷୟ ମୁଁ ଅଳ୍ପ ଆପଣ ମାନଙ୍କୁ କହିବାକୁ ଚାହେଁ, ତାର ଷ୍ଟୋରି ବିଷୟ ନ ଜାଣିଲେ ଆପଣ ବୁଝିପାରିବେ ନାହିଁ। ଆଉ ଏଷ୍ଟର ହଉଛନ୍ତି ସେଇ ରାଣୀ, ଅକ୍ଷୟଶେଷର ରାଜାଙ୍କର ରାଣୀ ହୋଇଥିଲେ। ଆଉ ମର୍ଦ୍ଦକୈ ହଉଛନ୍ତି ତାଙ୍କର ମାନେ ତାଙ୍କୁ ପ୍ରତିପାଳନ କରିଥିଲେ, ତାଙ୍କର ଦାଦା ହେବେ, ସେ ତାଙ୍କର ପ୍ରତିପାଳନ କରିଥିଲେ। ଆଉ ସେଇ ସମୟରେ କଣ ହେଇଛି, ମର୍ଦ୍ଦକୈ ହଉଛନ୍ତି ଜିଉଦୀୟ ଲୋକ, ଆଉ ଏଷ୍ଟର ମଧ୍ୟ ଜିଉଦୀୟ ଝିଅଟେ ଅଟେ। ଆଉ ଯେତେବେଳେ ଅକ୍ଷୟଶେଷର ଯେତେବେଳକୁ ତାଙ୍କର ରାଣୀ ବଷ୍ଟି ରାଣୀଙ୍କ ପ୍ରତି ଅସନ୍ତୁଷ୍ଟ ହେଇକି ହବା ପରେ, ସେମାନେ ତାଙ୍କର ସବୁ ଯେତେ ସବୁ ବିଦ୍ୱାନ ମାନେ ଚିନ୍ତା କଲେ
जे आम माने राजा पे आउ एक नूतन राणी आमे चयन करवा आ से समय मर्ध्यक्ष कर से जो झियारी से तांको मध्य आ विभिन्न जगार सुंदर सुंदर झील मान को निया जाइथिला आ तापरे हमर एस्टर को मध्य सेठी एस्टर को मध्य निया जाइथिला आ से समय आ एस्टर तांकर से दादांकर कथा मानिक निजर जीवित हेबार परिचय देई नथिले आ सेठारे शेषरे से तांकर जो ईश्वर के प्रति तांकर निष्ठा आ सद्मन हेतुरु आ एस्टर राणी हे पारथिले तापर परे जेतेबेले को आ से राजांकर जणे राज कर्मचारी आ हामन नामक जणे राज कर्मचारी सेठारे थिला आ सी कोन करथिला आ राजा खुशी होई ताकू ए प्रकार गोटे माने अधिकार देथिले जे से जेतेबेले को बाहर को जिबे आ द्वारपाल जे थिबे से माने समस्त तांको मुंड नुए की तांको प्रणाम करिवार अछि ए विषय तांको कुहा जाइथिला किंतु ए समय आमने जानू जे आमनकर प्रभु जीशु परमेश्वर बिना आमे आ काहाको तले मुंड नुआई न थाउ आमे दानिएल पुस्तक मते सेटा जानि अछु तो एई परि भाबरे आ जेतेबेले को मर्ध्यक्ष हामन जेतेबेले को से द्वार देई आशा करंती से समय अन्य द्वारपाल माने आ हामान को देखिकी से माने प्रणाम करंती नमस्कार करंती मुंड नुआंती किंतु मर्ध्यक्ष से तांको प्रणाम किंबा मुंडिया नमस्कार हो नथिले से द्वारपाल रे रहुथिले द्वार मध्य पाखरे रहुथिले किंतु से ताहा करू नथिले आ से समय हामन जे कि हामन को कंप्लेन करथिले जे समस्त मुंडिया मारुछंती बा मुंड नुआई के प्रणाम करछंती आपन को जीवास समय एई जण मर्ध्यक्ष ही आपन को प्रणाम करू नै से सबर मर्ध्यक्ष हामन बहुत रागी जाइथिला आ से चिंता करथिला कोन ना ए मर्ध्यक्ष को तार दंड दिया जिवो केवल मर्ध्यक्ष को दिया जिवो ताहा न से एते क्रोधित थिला जे से तार पूरा जिहुदी गोष्ठी को ही नष्ट करियो बोली कि से मनरे चिंता करथिला आ से प्रकार से योजना आरंभ करथिला एही विषय जेतेबेले को हिला से समय हामन कोन कला आ अति चालाकर सहित आ से कोन करछि राजा अखेशेश्वर को पाखरे जाईकी आ देखंतु आ आपनकर जो आदेश करिथिले मुंड नुए की करबा पई आ से आदेशटा आ हामन से किछि जिहुदी लोक माने ताहा पालन करना तेणु सेमान को आपण आदेश करंतु जे ताको दंडा दिया जिवो आ से समय राजा कहले तांकर निजर से अंगुरिय जो आमे कहूछु आमे जे कोनसी विषय स्टाम्प लगेई थाउ ना से अंगुरिय तांको प्रदान करिथिले आ सेतेबेले मर्ध्यक्ष कोन कले केवल हामन नुह जिहुदी सारा लोकंको पाए से एक दिन गोटे निर्णय कले आ से दिन रे तांको आ सेमान को समस्त जिहुदी गोष्ठी मानकु हत्या बोध करिया पई से योजना करिके से प्रकार एक पत्र से करथिले बाहर करथिले लेखिकी आ सब आड़े ताहा पोस्टर गुडा पोस्टर बाहर करके चारिआडे सेटा माने सब आड़े पठेई देथिला आ सब जगह पोस्टर लागिथिला जेमति प्रचार कार्य आसीबा पूर्व लोक मान को पोस्टर लगा जाय जे अमुक दिन प्रचार कार्य सेमति आंकर मध्य से प्रकार करा जायथिला आ मर्ध्यक्ष पई गोटे 50 हातर गोटे फांसी खुंट से निर्माण करथिले एते उच्च काहे कि जे से फांसी खुंट रे रहिला माने सब बहुत दूर पर्यंत लोक माने देखिबे जे तार ए मर्ध्यक्ष को हामन को अपमान करबा बा ताको नमस्कार न परिणाम कोन सेथिपई से प्रकार योजना करिथिला आ से समय जेतेबेले ए विषयटा समस्त जानिले आ मर्ध्यक्ष भी जानिले सेतेबेले बहुत से दुखित हेले से मध्य रोदन करी चट वस्त्र पिंधिकी से
ଓ ପ୍ରାର୍ଥନାରେ ରହିଲେ। ଆଉ ସେ ବିଷୟଟାକୁ ନେଇକିରି ସେ କଣ କଲେ, ତାଙ୍କର ଯୋଉ ଝିଆରୀ ସେ ଏଷ୍ଟର ରାଣୀଙ୍କୁ ସେ ଯାଇକି ଏଇ ଖବର ଦେଲେ ଆଉ କହିଲେ, ତୁ ତ ରାଜାଙ୍କର ରାଣୀ ଅଛୁ, ତୁ ଯଦି ଏଇ ବିଷୟରେ କିଛି କରିବୁନି ତାହେଲେ ତୋର ଜାତିର ସବୁ ଗୋଷ୍ଠୀ ଲୋକମାନେ ମରିବା ସହ ଆଉ ତୁ କାଳେ ରକ୍ଷା ପାଇବୁ ସିନା, ସମସ୍ତେ ଆଉ ଚାଲିଯିବେ। ତୁ କଣ ଏକୁଟିଆ ରକ୍ଷା ପାଇବାକୁ ଚାହୁଁଛୁ କି? ଆଉ ତୋ ଲୋକମାନଙ୍କୁ କଣ ମାରିବାକୁ ଦବାକୁ ଚାହୁଁଛୁ କି? ଏ ପ୍ରକାର ସେ କହିବା ଦ୍ଵାରା ଆଉ ଆଉ ଏଷ୍ଟର ରାଣୀ ସେ ଚିନ୍ତା କଲେ, ଆଉ ସେ ମଧ୍ୟ ବହୁତ ଦୁଃଖିତ ହେଲେ ଏ ବିଷୟ ନେଇକି। ଆଉ ସେ ସର୍ବପ୍ରଥମେ ପ୍ରଭୁଙ୍କୁ ପରମେଶ୍ୱରଙ୍କ ଉପରେ ଭରସା ରଖିଲେ। ଆଉ ପ୍ରଭୁ ପରମେଶ୍ୱରଙ୍କ ନିକଟରେ ସେ ଉପବାସ ପ୍ରାର୍ଥନା କରିବା ପାଇଁ ନିର୍ଣ୍ଣୟ ନେଇଥିଲେ। ଆଉ ସେଥିପାଇଁ ସେ ଆଉ ରାଜା ସେଇ ମର୍ଦ୍ଦକ୍ୟ ଆଉ ତାଙ୍କର ସମସ୍ତ ଯୁହୁଦୀ ଗୋଷ୍ଠୀ ପାଇଁ ସେ ବାର୍ତ୍ତା ପଠେଇଲେ ଯେ 3 ଦିନ ଆମେ 3 ଦିନ 3 ରାତ୍ରି ଉପବାସ ପ୍ରାର୍ଥନା କରିବା, ନିର୍ଜଳ ଉପବାସ କରିବା। ତତ୍ ସହିତ ସେ ନିଜେ ଏବଂ ତାଙ୍କର ଯେତେ ଦାସୀ ଗଣ ସବୁ ଥିଲେ, ସାହାଯ୍ୟକାରିଣୀ ସବୁ ଥିଲେ, ସେମାନଙ୍କ ସହିତ ମଧ୍ୟ ସେ ଉପବାସରେ ରହିଥିଲେ। ଏଷ୍ଟର ରାଣୀ ଉପବାସ ରହିଥିଲେ। ଆଉ ସେ ଉପବାସ ରହିବା ଦ୍ଵାରା ଆଉ ପ୍ରଭୁ ଯେ କେତେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥିଲେ ତାହା ମାନେ ପଢିବା, ଯଦି ଏଷ୍ଟର ପୁସ୍ତକର 6 ପର୍ବ 1 ପଦ ଟିକେ ପଢି ଦିଅନ୍ତୁ। ସେହି ରାତ୍ରିରେ ରାଜା ଶୋଇପାରିଲା ନାହିଁ, ଏଣୁ ସେ ସ୍ମରଣୀୟ ଇତିହାସ ପୁସ୍ତକ ଆଣିବାକୁ ଆଜ୍ଞା ଦେଲା। ପୁଣି ତାହା ରାଜା ସାକ୍ଷାତରେ ପାଠ କରାଗଲା। ଆମେନ୍। ଆମେନ୍। ଆମେ ଯଦି ଦେଖିବା ଏଷ୍ଟର 5 ପର୍ବ 1 ପଦରେ ପଢନ୍ତୁ। ଏ ଉତ୍ତାରୁ ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଠିଆ ହେଲା। ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜ ସିଂହାସନ ଉପରେ ଉପବିଷ୍ଟ ଥିଲା। ଆମେନ୍। ଆମେ ଯଦି ଏଷ୍ଟର 3 ପର୍ବ 5 ପଦ ଆଉ 6 ପଦ ଟିକେ ପ୍ରଥମେ ପଢନ୍ତୁ, ତାପରେ ଆମେ 4 ପର୍ବ 16 ପଢିବା। 3 ପର୍ବ 5 ରୁ 6। ଯେତେବେଳେ ହାମାନ ଦେଖିଲା ଯେ ତାହାକୁ ପ୍ରଣାମ କଲା ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲା। ମାତ୍ର ସେ କେବଳ ମର୍ଦ୍ଦୋଖାଇ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ଜ୍ଞାନ କଲା, କାରଣ ସେମାନେ ତାହାକୁ ମର୍ଦ୍ଦୋଖାଇର ବଂଶୀୟ ଲୋକଙ୍କ କଥା ଜଣାଇଥିଲେ। ତେଣୁ ହାମାନ ଅକ୍ଷୟଶେରର ସମୁଦାୟ ରାଜ୍ୟରେ ସମସ୍ତ ଯିହୁଦୀୟଙ୍କୁ ଅର୍ଥାତ୍ ମର୍ଦ୍ଦୋଖାଇର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା। ତାପରେ ପରେ 5 ପର୍ବ 1 ପଦ ଯାହା ଆମେ ପଢିଲୁ, ଆଉ ସେଇ ବିଷୟ ଆଉ ମାନେ 2 ପଦ ବି ପଢିଦିଏ। 5 ପର୍ବ 2 ପଦ ଆଉ 6 ପଦ ବି ପଢିଦିଏ। 6 ପଦ ପଢ, 5 ପର୍ବର 6 ପଦ। ଏଥିରେ ରାଜା ଭୋଜରେ ଦ୍ରାକ୍ଷାରସ ପାନ କରିବା ବେଳେ ତୁମ୍ଭର ନିବେଦନ କଣ ହେବ? ତୁମ୍ଭର ପ୍ରାର୍ଥନା ଅଧିକ ରାଜ୍ୟ ପର୍ଯ୍ୟନ୍ତ ହେଲେ ତାହା ସିଦ୍ଧ ହେବ। ଆମେନ୍। ଆମେନ୍। ଏଠାରେ ରାଜା ସ୍ୱୟଂ ଆଉ ଏଷ୍ଟରଙ୍କୁ ପଚାରୁଛନ୍ତି। ସେଇ ସମୟର ଏପରି ବିଷୟ ଥିଲା, ଆଉ ଯଦି ଆମେ ସେଇ ବହି ପୁସ୍ତକରେ ପଢିବା, ଯେ ରାଜାଙ୍କ ସମ୍ମୁଖରେ କେହି ବି ଯିବା ପାଇଁ ଯାଇପାରୁନଥିଲେ। ଏମିତି ସାଧାରଣ ଭାବରେ ଯେମିତି ଆମେ କିଛି ଦରକାର ପଡିଲା, ସ୍ୱାମୀ ପାଖରେ ସ୍ୱାମୀ ପାଖରେ ବା ବାପାଙ୍କ ପାଖରେ ପୁଅ ଝିଅ ଆରାମସେ ଯାଇପାରୁଛନ୍ତି। କିନ୍ତୁ ଅକ୍ଷୟଶେଷର ରାଜାଙ୍କର ତାଙ୍କର ଗୋଟେ ନିୟମ ଥିଲା ଯେ ସେମାନଙ୍କ ପାଖରେ କେହି ମଧ୍ୟ ରାଜାଙ୍କ ପାଖରେ କେହି ମଧ୍ୟ ନିଜ ଇଚ୍ଛାରେ ଯାଇପାରିବେ ନାହିଁ। ଯେତେବେଳେ ପର୍ଯ୍ୟନ୍ତ ରାଜା ନିଜେ ଇଚ୍ଛା ନ କରନ୍ତି, ସେତେବେଳେ ପର୍ଯ୍ୟନ୍ତ କେହି ତାଙ୍କ ପାଖରେ ଯାଇପାରିବେ ନାହିଁ। କିମ୍ବା ରାଜା ଯେ ପର୍ଯ୍ୟନ୍ତ କାହାକୁ ନ ଡାକନ୍ତି, ସେ ତାଙ୍କ ପାଖରେ ଆସିପାରିବ ନାହିଁ। ଆଉ ଯଦି ସେ ନିଜ ଇଚ୍ଛାରେ ଆସିବ, ତାର ପ୍ରାଣ ଦଣ୍ଡ ହବ। ଏ ପ୍ରକାର ନିୟମ ଅକ୍ଷୟଶେଷର ରାଜା ତାଙ୍କ ରାଜ୍ୟରେ କରିଥିଲେ। ଆଉ ସେହି କାରଣରୁ ତାଙ୍କ ପାଖରେ କିଛି ବି କହିବା ପାଇଁ କେହି ମଧ୍ୟ ଯିବା ପାଇଁ ଭୟ କରୁଥିଲେ। ଏଣୁକରି ଏଷ୍ଟର ରାଣୀ ଆଉ ତାଙ୍କ ପାଖରେ କେମିତି କହିବି,
ତାଙ୍କ ପାଖରେ ଗଲେ ଯଦି ମୁଁ ନିଜ ଇଚ୍ଛାରେ ଯିବି ତାହେଲେ ମତେ ବି ସେ ପ୍ରାଣଦଣ୍ଡ ଦେଇଦେବେ। କିନ୍ତୁ ସେଥିପାଇଁ ସେ ପ୍ରଭୁ ଯୀଶୁଙ୍କର ସେ ପିତା ଈଶ୍ୱର ପରମେଶ୍ୱରଙ୍କର ଠାରେ ସେ ପ୍ରାର୍ଥନା କରିଥିଲେ। ଆଉ ଏଷ୍ଟର 4 ପର୍ବ 16 ପଦରେ ଲେଖା ଅଛି, ଟିକେ ଖାଲି ପଢିଦବ ସେଇଟା। ଏଷ୍ଟର 4 ପର୍ବ 16 ପଦରେ ଉପବାସ ତୁମ୍ଭେ ଯାଇ ସୁସନରେ ଉପସ୍ଥିତ ସମସ୍ତ ଜିହୁଦୀୟ ଲୋକଙ୍କୁ ଏକତ୍ର କରି ମୋ ଲାଗି ଉପବାସ କର। ପୁଣି 3 ଦିନ ଯାଏ ଦିନରେ କିମ୍ବା ରାତ୍ରରେ କିଛି ଆହାର କର ନାହିଁ ଓ କିଛି ପାନ କର ନାହିଁ। ମଧ୍ୟ ମୁଁ ଓ ମୋହର ଦାସୀଗଣ ତଦ୍ରୂପ ଉପବାସ କରିବୁ ତ ବ୍ୟବସ୍ଥା ଅନୁଯାୟୀ, ନହେଲେ ହେ ମୁଁ ରାଜାଙ୍କ ନିକଟକୁ ଯିବି, ତହିଁରେ ମୁଁ ବିନଷ୍ଟ ହେଲେ ବିନଷ୍ଟ ହେବି। ଆମେନ୍। ଆମେନ୍ ଆମେନ୍। ଆଉ ଯଦି ଆମେ 7 ପର୍ବ 6 ପଦ ଦେଖିବା। ଏଷ୍ଟର କହିଲା, ଏଷ୍ଟର ଏହି କହିଲା, ପୃଷ୍ଠ ହାମାନ ଏକ ଜଣ ବିପକ୍ଷ ଓ ଶତ୍ରୁ, ତହିଁରେ ରାଜା ଓ ରାଣୀ ସାକ୍ଷାତରେ ହାମାନ ଭୀତ ହେଲା। ଏଇଟାକୁ ଟିକେ ରଖିବା। ଆମେ 6 ପର୍ବ 3 ପଦ ଆଉ ଥରେ ଟିକେ ପଢନ୍ତୁ। ଏଣୁ ରାଜା ପଚାରିଲେ, ଏଥିପାଇଁ ମର୍ଦ୍ଦୋଖାୟକୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆଯାଇଅଛି? ରାଜାର ସେବାକାରୀ ଦାସମାନେ କହିଲେ, ତାହା ପାଇଁ କିଛି କରାଯାଇ ନାହିଁ। ଆମେ ଏଠି ଗୋଟେ ବିଷୟ ଏଠି ଲେଖା ଅଛି ଯେ କିଛି ଦିନ ପୂର୍ବରୁ, କିଛି ବର୍ଷ ପୂର୍ବରୁ ମର୍ଦ୍ଦୋଖାୟ କଣ କରିଥିଲେ, ତାଙ୍କର ଜୀବନ ରକ୍ଷା କରିଥିଲେ। ଆଉ ମର୍ଦ୍ଦୋଖାୟ ରାଜା ଅକ୍ଷେଶ୍ୱରଙ୍କର ଜୀବନ କି ପ୍ରକାର ରକ୍ଷା କରିଥିଲେ? 2 ଜଣ ସେଠିକାର 2 ଜଣ ଦ୍ୱାରପାଳ, ସେମାନେ କଣ କରିଥିଲେ, ଆଉ ସେ ରାଜାଙ୍କୁ ମାରିବା ନିମନ୍ତେ ଚେଷ୍ଟା କରିଥିଲେ। ଆଉ ସେ ସମୟରେ ଏଇ ମର୍ଦ୍ଦୋଖାୟ ହିଁ ସେ ସବୁ ବିଷୟକୁ ଜାଣିକିରି ଆଉ ସିଏ କଣ କରିଥିଲେ, ରାଜାଙ୍କ ପାଖରେ ଖବର ପଠେଇଥିଲେ ଏବଂ ରାଜା ସେ ବିଷୟ ଜାଣିକିରି ସେ ସବୁ ବିଷୟ ବୁଝିବା ପରେ, ଆଉ ଏଇ 2 ଜଣ ଲୋକ ଆଉ ସେ ରାଜାଙ୍କର ଜୀବନ ନେବା ପାଇଁ ଚେଷ୍ଟା କରୁଛନ୍ତି, ସେ ବିଷୟ ଜାଣିକି କଣ କରିଥିଲେ, ସେମାନଙ୍କୁ ପ୍ରାଣଦଣ୍ଡ ଦେଇଥିଲେ। ଆଉ ମର୍ଦ୍ଦୋଖାୟ ଏ ବିଷୟ କରିଥିବା ଲାଗି ସେ କଣ କରିଥିଲେ, ମର୍ଦ୍ଦୋଖାୟ ବିଷୟରେ ତାଙ୍କର ଇତିହାସ ପୁସ୍ତକରେ ଲେଖିଥିଲେ ଯେ ମର୍ଦ୍ଦୋଖାୟ ବୋଲି ଜଣେ ସେ ରାଜାଙ୍କର ଜୀବନ ଏଇ ପ୍ରକାର ବଞ୍ଚେଇଛନ୍ତି। କିନ୍ତୁ ତାଙ୍କ ପାଇଁ, ମର୍ଦ୍ଦୋଖାୟଙ୍କ ପାଇଁ କିଛି ପୁରସ୍କାର ସେତେବେଳେ ଦିଆଯାଇ ନଥିଲା। କିନ୍ତୁ ସେ ସେତିକି ଲେଖା ହେଲା ପରେ ସେ ଭୁଲି ଯାଇଥିଲେ। କିନ୍ତୁ ଯେତେବେଳକୁ ଏଇ ଉପବାସ ପ୍ରାର୍ଥନା କରାହେଲା, ସେଇ ସମୟରେ ରାଜାଙ୍କୁ ଗୋଟେ ଦିନ କଣ ହେଇଛି, ଯଦି ଏଷ୍ଟର 6:1 ଆମେ ପଢିଲୁ ଯେ ରାତି ସାରା ତାଙ୍କୁ ଆଉ ନିଦ ହେଲା ନାହିଁ। ହଠାତ୍ ରେ ତାଙ୍କୁ ସେଦିନ ରାତି ସାରା ନିଦ, ସେ ଭୋଜ ପାଇଁ ଯିବାକୁ ଥିଲା ତା ପୂର୍ବରୁ, ଆଉ ସେତେବେଳେ ତାଙ୍କ ମନଟା ବହୁତ ଆକୁଳ ବ୍ୟାକୁଳ ହେଲା। ଆଉ ତାଙ୍କୁ କଣ ମନରେ ଆସିଲା, ସେ କହିଲେ ସେ ଇତିହାସ ପୁସ୍ତକ ଟିକେ ଆଣ, ଆମର ସେ ମାଧ୍ୟ ପାରିଶୁରି ଇତିହାସ ପୁସ୍ତକ ଯାହା ଆଣ, ସେଟା ଟିକେ ପଢ ମୋ ସାମ୍ନାରେ। ଯେତେବେଳକୁ ପଢିଲେ, ସେତେବେଳେ ଲେଖା ହେଇଥିଲା ସେଠି ମର୍ଦ୍ଦୋଖାୟ ତାଙ୍କର ଜୀବନ ରକ୍ଷା କରିଥିଲେ। ତ ସେଇ ସମୟରେ ରାଜା ଅକ୍ଷେଶ୍ୱର କଣ କଲେ, ସେ ହାମାନକୁ ଡାକି କହିଲେ, ହାମାନ କୋଉଠି ଅଛି ଡାକ। କାହିଁକିନା ସେ ସବୁ ଯାକ ତାଙ୍କୁ ସବୁ ବତଉଥିଲେ। ଆଉ ସେ ରାଜ୍ୟରେ ସେ ଗୋଟେ ଉଚ୍ଚ ପଦବୀରେ ଥିଲେ, ମନ୍ତ୍ରୀ ପଦରେ ଥିଲେ। ଆଉ ସେ ସମୟରେ ତାଙ୍କୁ ଡକା ହେଲା। ଡକା ହବା ଦ୍ଵାରା କଣ ହେଲା, ଆଉ ରାଜା ତାଙ୍କୁ ପଚାରିଲେ, ଆଚ୍ଛା ଯଦି ଆମେ ଗୋଟେ ଲୋକକୁ ସମ୍ମାନ ଦେବାକୁ ଦରକାର, ତାହେଲେ ଆମେ କଣ କରିବା କୁହ? ତ ଏଇ ହାମାନ ବହୁତ ଖୁସି ହେଇଗଲା, ଭାବିଲା ମୁଁ ତ ରାଜାଙ୍କର ଫେଭରେଟ, ଆଉ ମତେ ଏକେ ସବୁ ପୁରସ୍କାର ମିଳିବ କହିକିରି ସେ ପୁରା ଲମ୍ବା ଚଉଡା ଗୋଟେ ଲିଷ୍ଟ ବନେଇଲା। କହିଲା ନାଇଁ, ତାଙ୍କୁ ରାଜକୀୟ ପୋଷାକ ପିନ୍ଧିବାକୁ ପଡିବ, ତାଙ୍କୁ ହାତରେ ଆଙ୍ଗୁଠି ଦେବାକୁ ପଡିବ, ତାଙ୍କୁ ମୁକୁଟ ଦେବାକୁ ପଡିବ, ସବୁ ବିଷୟ କରିବାକୁ ପଡିବ ବୋଲିକି ସେ କଣ କରିଛି, ପୁରା ଲିଷ୍ଟ ବନେଇଲା। ରାଜା କହିଲା ହଉ ଠିକ ଅଛି, ଏଇ ପ୍ରକାର ତୁମେ କଣ କର, ମର୍ଦ୍ଦୋଖାୟଙ୍କ ଉପରେ ଏ ପ୍ରକାର ସହିତ ଏ ପ୍ରକାର କର, ତାଙ୍କୁ ଯାଅ ନେଇକିରି ସବୁ ପିନ୍ଧେଇକି ତାକୁ ପୁରା ଚାରିଆଡେ ଗୋଟେ ପ୍ରସେସନ କରିକି ତାକୁ ବୁଲାଅ। ଇ ମର୍ଦ୍ଦୋଖାୟ ପୁରା ମାନେ ତାଟକା ଅବାକ ହେଇକି ରହିଗଲା। ସିଏ କଣ କରିଥିଲା, ତା ପାଇଁ ବୋଲି ମର୍ଦ୍ଦୋଖାୟ କଣ କରିଥିଲା, ସେ ଅପମାନ କରିଛି ମର୍ଦ୍ଦୋଖାୟ ବୋଲିକି ହାମାନ କଣ କରିଥିଲା, ମର୍ଦ୍ଦୋଖାୟଙ୍କ ପାଇଁ 50 ଫୁଟରେ ଏକ ଫାଶୀ ଖୁଣ୍ଟ କରିକି ମର୍ଦ୍ଦୋଖାୟକୁ
फांसी दंड दब आर पूरा वंशचारा लोक को मारिकी ध्वंस विनष्ट करदेव तांकर सब धन संपत्ति नहीं जीव ए प्रकार गोटे पत्र गोटे माने ये गोटे आदेशनामा से लेखिकी चारिआडे पूरा सर्कुलेट कर देथिला किंतु देखला बेल कौन है उल्टा हो गला उल्टा कौन है आम जदि देखा 7 पर्व 6 पद आ 9 10 पद भी पढ़ो तापर 9 पर्व 13 पद 7 पर्व 6 पद देखो एस्टर कहिला एही दुष्ट हामन एक जन विपक्ष और शत्रु तहिरे राजा और राणी साक्षात हामन भीत हैला आ 9 पद अनंतर राजार साक्षात उपस्थित हरबणा नामक एक नपुसंक राजा को कहिला देखंतु महाराजा पक्षरे हितजनक संवाद दायी मर्दन निमंते हामन 50 उच्च फांसीकाठ प्रस्तुत करिअछि ताहा हामन गृह स्थापित होइअछि राजा कहिला तही उपरे एहाकु फांसी दियो एथिरे हामन मर्दखय निमंते जो फांसीकाठ प्रस्तुत करिथिला तही उपरे से माने हामन को फांसी देले तहीरे राजार क्रोध शांत हैला आमेन तो आमे देखिलु जे जे हामान पे गात खोली थिला ता ऊपर से निजे निक्षिप्त हैला क्यों जब हेतुरु उपवास प्रार्थना हेतु आ सारा जिहुदी गोष्ठी समस्ते से उद्धार को पाई थिले तो आम माने देखिलु उपवास प्रार्थना द्वारा आम माने प्रभु आम को संकट रु मध्य उद्धार करथांते आ जदि एजरा पुस्तक देखिया पे हमको टाइम नाही एजरा पुस्तक जदि आम देखिबा सेठरे मध्य आ सेठिकार लोक माने जिहुदी माने से लोक माने जेतले प्रभु परमेश्वर के निकट रे उपवास प्रार्थना करथिले से समय परमेश्वर सेमानकर प्रार्थना को सुनिथिले आ प्रार्थना सुनिके एजरा जदि 8:23 पढ़िबा 8:31 पढ़िबा दीटा खाली पढ़िबा एजरा 8:23 एजरा 8:23 एहेतु आम्भे माने उपवास कलु और तही निमंते आम्भ मानक परमेश्वर निकट रे विनती कलु तहीरे से आम्भ मानक प्रति प्रसन्न हेले आमेन 31 पद पढ़ो अनंतर आम्भे माने जेरुसालेम को यात्रा करिबा निमंते प्रथम मासर 12 दिन अहवा नदी निकटरू प्रस्थान कलु आम्भ मानक परमेश्वर हस्त आम्भ मानक सहाय हैला आउ पथ मध्यरे से शत्रु और छकी बसिबा लोक हस्तरू आम्भ मानक उद्धार कले आमेन 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 विपद संकट रु मध्य प्रभु परमेश्वर रक्षा करन जते बेले प्रार्थना करिथाउ उपवास प्रार्थना करिथाउ आ ताहा प्रार्थना तो आम सब बेले करू उपवास प्रार्थना एक विशेष प्रार्थना ताहा होते जो द्वारा प्रभु आम को संकट रु मध्य रक्षा करिथांती आ आम माने उपवास प्रार्थना तो करूछु किंतु आम माने की प्रकार आ टिके समय मिलिबो नबा पड़िबो किंतु मु बेसी समय नेबे नाही खाली ईश्वरंकर निकट रे आ गोटे विषय अच्छे ईश्वर निकटतर आम हो आ ईश्वर दर्शन पाई था जदि आम दानिएल पुस्तक देखा ताहले दानिएल जितेबाला प्रति जो ईश्वर जो विषय प्रकाश होता आ स्वर्गदूत दर्शन दे अनेक विषय कही से समय दानिएल 3 दिन से किछि दिन पर्यंत से किछि खाई 21 दिन पर्यंत किछि उत्तम विषय माछ मांस से गुड़ाक से खाई नथिले उत्तम उत्तम विषय खाई नथिले तले मर्धन करि नथिले आ से 3 दिन पर्यंत से मध्य सीटा जदि टिके खाली पढ़िबा दानिएल 10 पर्व एक पद पारस्यर राजा करस्र अधिकार तृतीय वर्ष रे बेलटशस्तर नाम रे परिचित दानिएलंक प्रति एक विषय प्रकाशित हैला और ताहा सत्य ताहा एक महायुद्ध विषय पुणी से ताहा बुझिले और सही दर्शन विषय तांको ज्ञात हैला
ସେହି ତିନି ପଦ ସମୟରେ ମୁଁ ତିନି ପଦ ଦାନିଏଲ ପୂର୍ଣ୍ଣ 3 ସପ୍ତାହ ପର୍ଯ୍ୟନ୍ତ ଶୋକ କରୁଥିଲି। ପୁଣି 3 ସପ୍ତାହ ସମାପ୍ତ ହେବା ପର୍ଯ୍ୟନ୍ତ ମୁଁ କୌଣସି ସୁସ୍ୱାଦୁ ଖାଦ୍ୟ ଭୋଜନ କଲି ନାହିଁ, କିମ୍ବା ମାଂସ ଅବା ଦ୍ରାକ୍ଷାରସ ମୋ ମୁଖରେ ପ୍ରବେଶ କଲା ନାହିଁ, ଅଥବା ମୁଁ କିଛି ତୈଳ ମର୍ଦ୍ଦନ କଲି ନାହିଁ। ଆମେନ୍। 5 ପଦ ପଢ। ମୁଁ ଚକ୍ଷୁ ମେଲି ଦୃଷ୍ଟି କଲି, ଆଉ ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଏକ ମନୁଷ୍ୟ, ତାଙ୍କ କଟି ଉପସର ନିର୍ମଳ ସୁବର୍ଣ୍ଣ ବନ୍ଧନୀରେ ବଦ୍ଧ ହୋଇଥିଲା। ଆମେନ୍। ତ ଆମମାନେ ସେ ପ୍ରଭୁଙ୍କର ଯେତେବେଳେ ଦର୍ଶନ ପାଇବାକୁ ବା ସେ ବିଷୟ ତାଙ୍କର ନିକଟତର ହବା ପାଇଁ ହେଲେ ମଧ୍ୟ ଆମମାନେ ଅନେକ ନିଜର ସୁଖ ତ୍ୟାଗ କରି ପ୍ରଭୁଙ୍କ ଠାରେ ଆମମାନେ ସମ୍ପୂର୍ଣ୍ଣ ସମର୍ପିତ ହବା। ସେଇ ସମୟରେ ପରମେଶ୍ୱର ସ୍ୱୟଂ ଆମକୁ ଦର୍ଶନ ଦେଇଥାନ୍ତି। ଆଉ ସମୟ ହେଇଛି ଉପବାସ ପ୍ରାର୍ଥନା କି ପ୍ରକାର କରିବା ଉଚିତ ସେ ବିଷୟଟା ରହିଛି, କିନ୍ତୁ ସେଇଟା ମୁଁ ଆଉ କେବେ କହିବି, କିମ୍ବା ପ୍ରଭୁଙ୍କର ଯାହା ଇଚ୍ଛା। ଆଉ ଯଦି ଅଳ୍ପ ଖାଲି ସାରାଂଶ ଖାଲି କହିବାକୁ ଚାହୁଁଛି, ଆମେ ଉପବାସ ମାନେ ଭାବୁଛୁ ଯେ ଆମମାନେ ନ ଖାଇ ନ ପିଇକିରି ଆମେ ପୁରା ରହିକି ପ୍ରାର୍ଥନା କରିବା। ଆଉ କିଛି ଲୋକ କଣ କରନ୍ତି, ମୁହଁକୁ ଶୁଖେଇ ରୁହନ୍ତି, ନହେଲେ ଅନ୍ୟମାନଙ୍କୁ ମଧ୍ୟ କହିଥାନ୍ତି। ଆଉ କିଛି ଲୋକ କଣ କରନ୍ତି, ଆଉ ସେଇ ସମୟରେ ଭୋକ ନ ଲାଗୁ ବୋଲିକି ଆଉ ଘରର ବିଭିନ୍ନ କାମ ମଧ୍ୟ କରିଥାନ୍ତି। ତ ପ୍ରଭୁ ଏଇ ପ୍ରକାର ଉପବାସ ପ୍ରାର୍ଥନା ଚାହାନ୍ତି ନାହିଁ। ଆଉ କିଛି ଲୋକ କଣ କରନ୍ତି, ନିଜର ସୁଖ ଅଭିଳାଷ ପାଇଁ, ମୋର ଏଇ ବିଷୟ ଗୋଟେ ପୂର୍ଣ୍ଣ ହଉ ବୋଲି ନିଜର ସୁଖ ପାଇଁ ସେମାନେ, ଆଉ ଯୋଉଟା କି ପ୍ରଭୁଙ୍କର ଇଚ୍ଛା ନଥାଏ, ତାଙ୍କର ପସନ୍ଦ ନଥାଏ, ସେ ପ୍ରକାର ବିଷୟକୁ ଲାଭ କରିବା ନିମନ୍ତେ ମଧ୍ୟ ଉପବାସ ପ୍ରାର୍ଥନା କରିଥାନ୍ତି। କିନ୍ତୁ ପ୍ରଭୁ ସେଇ ପ୍ରକାର ଉପବାସ ପ୍ରାର୍ଥନାକୁ ପସନ୍ଦ କରନ୍ତି ନାହିଁ। ଯଦି ଆମେ ଯେଶାୟା ପୁସ୍ତକରେ ପଢିବା 58 ର, ଆଉ ମୁଁ ସେଇଟା ପଢନ୍ତୁ ନାହିଁ, ପରେ ପଢିବେ, ସେ ବିଷୟ ଯଦି ଆମେ ଦେଖିବା, ସେଠାରେ ପୁରା କି ପ୍ରକାର ଉପବାସ କରିବା ଆବଶ୍ୟକ ସେ ବିଷୟ ସମ୍ପୂର୍ଣ୍ଣ ଭାବରେ ସେଠାରେ ଲେଖାଯାଇଅଛି। ଆଉ ଯଦି ଆମମାନେ କେବଳ ଲାଷ୍ଟ ଗୋଟେ ପଦ ଖାଲି ପଢିବା, 58 ର 7 ରୁ 10 ଯାଏ ଖାଲି ପଢି ଦିଅନ୍ତୁ, ଆଉ 12 କୁ ପଢିବେ। କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର ଓ ତାଡ଼ିତ ଦୁଃଖୀ ଲୋକକୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଗକୁ ଦେଖିଲେ ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେକି ମନୋନୀତ କରିନାହୁଁ। ଏହା କଲେ ଅରୁଣ ତୁଲ୍ୟ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ। ପୁଣି ତୁମ୍ଭର ଧର୍ମ ତୁମ୍ଭର ଅଗ୍ରବର୍ତ୍ତୀ ହେବ, ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭର ପଶ୍ଚାତବର୍ତ୍ତୀ ହେବ। ସେତେବେଳେ ତୁମ୍ଭେ ଡାକିବ ଓ ସଦାପ୍ରଭୁ ଉତ୍ତର ଦେବେ। ତୁମ୍ଭେ ଆର୍ତ୍ତସ୍ୱର କରିବ, ଆଉ ସେ କହିବେ, ଆମ୍ଭେ ଉପସ୍ଥିତ ଅଛୁ। ଯେବେ ତୁମ୍ଭେ ଆପଣା ମଧ୍ୟରୁ ଜୁଆଳି, ଅଙ୍ଗୁଳି ତର୍ଜନ ଓ ଅଧର୍ମ ବାକ୍ୟ ଦୂର କର, ପୁଣି ଯେବେ କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ। ଆମେନ୍। ଆମେନ୍। ଆଉ 12 ପଦ। ପୁଣି ତୁମ୍ଭ ବଂଶୀୟ ଲୋକେ ପୁରାତନ ଉଚ୍ଚନ ସ୍ଥାନ ସକଳ ପୁନର୍ନିର୍ମାଣ କରିବେ। ତୁମ୍ଭେ ନିବାସ ନିମନ୍ତେ ପୁନଃପଥ ସଂସ୍ଥାପନ ଭଗ୍ନ ପ୍ରାଚୀର ନିର୍ମାଣକାରୀ ଅନିକାରୀ ବୋଲି ଆମେନ୍। ବିଖ୍ୟାତ ହେବ। ତ ଆମେନ୍। ଉପବାସ ପ୍ରାର୍ଥନା ପ୍ରକୃତ ଉପବାସ ପ୍ରାର୍ଥନା, ଯାହା ଈଶ୍ୱରଙ୍କ ନିକଟରେ ଗ୍ରହଣ ଯୋଗ୍ୟ ପ୍ରାର୍ଥନା, ଯାହା ଈଶ୍ୱରଙ୍କର ସନ୍ତୁଷ୍ଟର ବିଷୟ ଥାଏ, ତାହା ଯଦି ଆମେ କରୁ, ଆଉ କୋଉ ପ୍ରକାର ଉପବାସ ପ୍ରାର୍ଥନା କରିବା ଉଚିତ, ସବୁ ବିଷୟ ଆମେ ଯାହା ଶିଖିଲୁ, ଏସବୁ କରିବା ଦ୍ୱାରା ପ୍ରଭୁ କେବଳ ଆମକୁ ନୁହଁ, ଆମର ପରିବାର, ଆମର ଗୋଷ୍ଠୀ, ଆମର ବଂଶୀୟ ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରିବେ। ତ ଏଇ ଛୋଟ ବାକ୍ୟ ଦ୍ୱାରା ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।